এই ଖାଣ୍ଡବନରେ ଇଏ ହେଉଛନ୍ତି ଭାଗବତର ତ୍ରୟୋଦଶ ଅଧ୍ୟାୟରେ ଲେଖା ହେଇଥିବା ତ୍ରିଲୋକନାଥ ମୁଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଥିଲେ ତ୍ରୈଲୋକନାଥ। ଇଏ ତାଙ୍କ ପୀଠ ଖାଣ୍ଡବନ ବ୍ରହ୍ମଗିରି କାଳିକାବାଡ଼ି ଗ୍ରାମ କାଳିକାବାଡ଼ି ବ୍ରହ୍ମଗିରିର ପୁରୀ ଜିଲ୍ଲାରେ ଓଡ଼ିଶା। ପ୍ରଭୁଙ୍କର ଯେତେ ବଡ଼ ଜ୍ୱର ଚାହେଁ ଡାକ୍ତର ବି ଫେରେଇ ଦିଅନ୍ତୁ। ପ୍ରଭୁଙ୍କୁ କେବଳ ଦହି ପଖାଳ ଯାଚି 7 ଦିନ ତାଙ୍କ ମାନସିକ ରହି ଅନେକ ଛୋଟଠୁ ବଡ଼ ପର୍ଯ୍ୟନ୍ତ ରୋଗୀ ତଥା ଜ୍ୱରରେ ପୀଡ଼ିତ ଲୋକମାନେ ଭଲ ହେଇଯାଉଛନ୍ତି। ପ୍ରଭୁଙ୍କର ଏତିକି ମହିମା। ଏଇଠୁ ମୁଁ ଆରମ୍ଭ କରୁଛି। ଏ ହେଉଛି ପ୍ରଭୁଙ୍କର ସର, ଯେଉଁ ସରୋବରର ପାଣି ପାଦୁକ ରୂପେ ଛିଞ୍ଚି ହୋଇ ଶରୀର ଉପରେ ଛିଞ୍ଚନ କଲେ ଜ୍ୱର ରୋଗ ଯେତେ ବ୍ୟାଧି ହେଉ ସବୁ ଦୂର ହୋଇଯାଏ। ସମସ୍ତ ମାନସିକା ଏବଂ ରୋଗୀ ଯେଉଁମାନେ ଖରାପ ସେମାନେ ସମସ୍ତେ ଆସି ପ୍ରଥମେ ଠାକୁରଙ୍କ ବେଢ଼ା ଚାରିପଟ ଓଳି ଏହି ସରରେ ପାଣି ଛିଞ୍ଚି ହୋଇ ପ୍ରଭୁଙ୍କୁ ଦୁଃଖ ଜଣାଇ ଯାଆନ୍ତି। ଏହାପରେ ମୁଁ ଧୀରେ ଧୀରେ ପ୍ରଭୁଙ୍କ ଆଡ଼କୁ ନେଇଯାଉଛି। ଏ ହେଉଛି ସେହି ସର ନିକଟରେ ଗୋଟିଏ ଆମ୍ବ ଗଛଟିଏ ଏବଂ ଏ ହେଉଛି ପାଣି ଟାଙ୍କି, ପାନୀୟ ଜଳ ସେଚନ ସୁବିଧା। ପାଣି ଟାଙ୍କି ଆମର ଭକ୍ତମାନେ ଦୂରଦୂରାନ୍ତରୁ ଆସି ଯେଉଁ ଦହି ପଖାଳ ଭୋଗ କରନ୍ତି ଠାକୁରଙ୍କୁ ଏବଂ ପ୍ରସାଦ ସେବନ କରନ୍ତି, ସେ ଦହି ପଖାଳର ଆଗରୁ ନୀତି ନିୟମ ଅଛି। ବଢ଼ାରେ ହୁଏ, ସେ ବଢ଼ାଟା ଭଙ୍ଗାଯାଏ, ଏଠି ଭଙ୍ଗାଯାଏ ବା ଥୋଇ ଦେଇକି ନିଅନ୍ତି ନାହିଁ ବଢ଼ାଟା। ହେଉଛନ୍ତି ଠାକୁରଙ୍କ ନିକଟବର୍ତ୍ତୀ ଏବଂ ନଳକୂପ। ମୁଁ ଆଜି ପ୍ରଭୁଙ୍କୁ ଦୁଃଖ ଜଣାଇ ଏ ଠାକୁରଙ୍କର କୂଅ, ଏହି ପାଣିରେ ଠାକୁରଙ୍କର ରୋଷେଇ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରାଯାଏ। ଏବଂ ଠାକୁରଙ୍କ ସାମ୍ନାରେ ଦେଖନ୍ତୁ, ଇଏ ଠାକୁରଙ୍କ ମନ୍ଦିର। ଠାକୁରଙ୍କ ସାମ୍ନାରେ ହେଉଛି ମଣ୍ଡପ ଏବଂ ଆମ୍ବ ଗଛ। ଏଇ ନଳକୂପ ଠାରୁ ଆରମ୍ଭ କରିକି ଏ ଆମ୍ବ ଗଛର ଚତୁର୍ଦିଗ ଏବଂ ଦେଖନ୍ତୁ ଚତୁଃପାର୍ଶ୍ୱ ମୁଁ ସଫା କରିଛି ପ୍ରଭୁଙ୍କୁ ଡାକିକି। ଭଲ ଭାବେ ଦେଖନ୍ତୁ, ଏସବୁ ଏରିଆ ମୁଁ ସଫା କରିଛି। ଏଠି ମଧ୍ୟ ଭକ୍ତମାନେ ଧୁଆ ଧୋଇବା ପାଇଁ ସୁବିଧା ଅଛି, ଗୋଡ଼ ହାତ ଧୋଇବା ପାଇଁ। ଏବଂ ମୋର ଗାଡ଼ି ଦେଖନ୍ତୁ, ଏ ରାସ୍ତା ଠାରୁ ଆରମ୍ଭ କରିକି ସେ ଗଛ ଚାରିପଟ ଏବଂ ଏ ଗଛ ଚାରିପଟ, ଏ ମଣ୍ଡପ ଉପର ହେଉଛନ୍ତି ପ୍ରଭୁଙ୍କର ମନ୍ଦିରର ସାମ୍ନା। ତ୍ରୈଲୋକନାଥ ସ୍ୱୟଂ ଲକ୍ଷ୍ମୀ ନାରାୟଣ ମା ଗରୁଡ଼ ଉପରେ ବସିଛନ୍ତି। ପ୍ରଭୁ ନିଜ ଜଙ୍ଘରେ ବସେଇଛନ୍ତି ମା ମହାଲକ୍ଷ୍ମୀ ସାନ୍ତାଣୀକି। ଏଠାରେ 2ଟି ସିଂହ ତିଆରି କରାଯାଉଛି। ଗରୁଡ଼ ଦେବତା ବସିଛନ୍ତି। ପ୍ରଭୁ ତ୍ରୈଲୋକନାଥ ସେଠାକାରେ ରୋଷଶାଳା। ଏହି ମଣ୍ଡପ ଠାକୁରଙ୍କ ସାମ୍ନାରେ ମଣ୍ଡପ କେତେ ଶାନ୍ତି ଲାଗେ ଏଠି ବସିଲେ। ପ୍ରଭୁଙ୍କ ଘଣ୍ଟି ଏବଂ ଗରୁଡ଼ ମହାରାଜ ପ୍ରଭୁଙ୍କ ନେଇ ବସିଛନ୍ତି। ନବଗ୍ରହ ଅଛନ୍ତି। ବରାହ ଦେବତା ବାମରେ, ପ୍ରଭୁଙ୍କର ଦକ୍ଷିଣରେ, ଆମର ବାମରେ, ପ୍ରଭୁଙ୍କର ଦକ୍ଷିଣରେ, ଡାହାଣ ପଟରେ ଅଛନ୍ତି ମହାବୀର। ଏବଂ ଏ ପ୍ରଭୁଙ୍କର ମନ୍ଦିରର ଚାରିପାଖ ପ୍ରଥମେ ଅଛନ୍ତି ବାମନ ଅବତାର, ବାମନ ଦେବ। ଇଏ ହେଉଛନ୍ତି ପ୍ରଭୁଙ୍କର ଯେଉଁଟାକି ପାଦୁକ ନଳା, ପ୍ରଭୁଙ୍କ ମନ୍ଦିର ବାନା। ଇଏ ଖାଣ୍ଡବନରେ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପ୍ରଭୁ ସ୍ୱୟଂ ନାରାୟଣ ତ୍ରୈଲୋକନାଥ। ଏପଟେ ଅଛନ୍ତି ପଛପଟେ ସ୍ୱୟଂ ନୃସିଂହ ଦେବ, ଯିଏକି ପ୍ରହ୍ଲାଦ ମହାରାଜଙ୍କୁ ରାଜ ଗାଦିରେ ବସାଇ ତାଙ୍କ ଡାକ ଶୁଣି ନୃସିଂହ ଅବତାର ନେଇ ହିରଣ୍ୟକଶ୍ୟପଙ୍କୁ ନାଶ କରିଥିଲେ। ଏପଟେ ଅଛନ୍ତି ବରାହ ଦେବ, ଯିଏକି ବଳିଙ୍କୁ ପାତାଳକୁ
ପଠାଇ ଦେଇଥିଲେ। ଏବଂ ଦେଖନ୍ତୁ ଏ ରୋଷଶାଳା, ଏଠାରେ ଯଜ୍ଞ ହେବା ପାଇଁ ମଧ୍ୟ ଯଜ୍ଞ ପ୍ରତିବର୍ଷ ହୁଏ, ବହୁତ ଆନନ୍ଦରେ ହୁଏ। ଆଚ୍ଛା, ପ୍ରଭୁଙ୍କ ମନ୍ଦିର ମୁଁ ଏଇ ଦିଗରୁ ନେଇ ଆସୁଛି ଆପଣମାନଙ୍କ ପାଇଁ ଦେଖିପାରିବେ। ପ୍ରଭୁଙ୍କର ମନ୍ଦିରର ଉପରି ଭାଗ, ପ୍ରଭୁଙ୍କ ସାମ୍ନାରେ ମଣ୍ଡପ, ଏଠି କୀର୍ତ୍ତନ ଭଜନ ମଧ୍ୟ ହୁଏ। ଏଠାରେ ପ୍ରଭୁଙ୍କର ସବୁ ଏଇ ଦୁଇଟି ଘରେ ପ୍ରଭୁଙ୍କର ସମସ୍ତ ଜିନିଷ ରଖାଯାଇଛି ମନ୍ଦିରର। ଏଇ ଦୁଇଟି ଘରେ ଏଠି ବହୁତ ପୁରୁଣା କାଳରୁ ଗୋଟେ ଲିମ୍ବ ଗଛଟିଏ ଅଛି, ବିରାଟ ବଡ଼ ଲିମ୍ବ ଗଛ। ଏଠି ବଉଳକୋଳି ଗଛ। ଏ ଗ୍ରାମରୁ ଆସିବା ରାସ୍ତା ଏବଂ ଇଏ ହେଉଛି ଯଜ୍ଞ ଘର। ଯଜ୍ଞ ଘର ପ୍ରତିଷ୍ଠା ହେଇଛି, ନୂତନ ଯଜ୍ଞ ଘର। ଆପଣମାନେ ଦେଖି କୁହନ୍ତୁ କେଉଁଭଳି ପରିବେଶ ଇଏ। ଜଙ୍ଗଲ ମଧ୍ୟରେ ପ୍ରଭୁ ତ୍ରିଲୋକନାଥ ତ୍ରୈଲୋକନାଥ ଉପସ୍ଥିତ ରହେ ଏବଂ କାଉ କୋଇଲିମାନଙ୍କର ସ୍ୱର, କେତେ ସୁନ୍ଦର ନିସ୍ତବ୍ଧ ପରିବେଶ। ଏଠାରେ ମଧ୍ୟ ଗୋଟେ ଚନ୍ଦନ ଗଛ ଲଗାଯାଇଛି। ଏହି ପରିବେଶରେ ଆପଣମାନଙ୍କର ଯେତେ ମଧ୍ୟ ଆପଣମାନଙ୍କ ମନରେ ଚିନ୍ତା ଥାଉ, ଯେଉଁଟାକି ଟେନସନ୍ କହନ୍ତି ଥାଉ, ଆପଣମାନେ ଥରେ ଆସି ଏ ପ୍ରଭୁଙ୍କୁ ଦୁଃଖ ଜଣେଇ ଏ ମଣ୍ଡପ ଉପରେ ଗଡ଼ି ଯାଆନ୍ତୁ କିମ୍ବା ବସି ରୁହନ୍ତୁ, ଦେଖିବେ ଆପଣଙ୍କ ମାନସିକ ସ୍ତର ବା ମାନସିକତା କେତେ ସ୍ଥିର ହୋଇଯିବ। ମାନସିକତା ଏବଂ ମନ ସ୍ଥିର ହେଲା ପରେ ଆପଣଙ୍କୁ ସବୁ କାମ କରିବାକୁ ଆଗ୍ରହ ହେବ ଏବଂ ଧୈର୍ଯ୍ୟ ମିଳିବ, ବହୁତ ଶାନ୍ତି ଲାଗେ। ମୁଁ କହିବାକୁ ଚାହୁଁନି ଯେ ହଁ ଆମ ଗାଁ କି ଆମ ଏରିଆ ବୋଲି, ସେ କଥା ନୁହଁ। ପ୍ରଭୁ ତ ହେଉଛନ୍ତି ସମସ୍ତଙ୍କର ସଂସାରର। ଏ ଜାଗା, ଏଇ ଯେଉଁ ଜଙ୍ଗଲ ମଧ୍ୟରେ ପକ୍ଷୀମାନଙ୍କର ଯେଉଁ କଣ୍ଠସ୍ୱର, ନିସ୍ତବ୍ଧ ପରିବେଶର ଯେଉଁ ପ୍ରକୃତିର ଯେଉଁ ସୌନ୍ଦର୍ଯ୍ୟତା, ସୁଶୀତଳ ପବନ, ତା ସହିତ ଅମ୍ଳଜାନର ଯେଉଁ ସୁନ୍ଦର ପ୍ରକୃତିର ଦାନ, ଅମ୍ଳଜାନ ଯେଉଁ ସୁନ୍ଦର ଭାବରେ ପ୍ରଦାନ କରୁଛନ୍ତି ବୃକ୍ଷଲତାମାନେ, ଆହା କି ସୁନ୍ଦର ହେଇଛି। ଆପଣମାନେ କେବେ ବି ଥରେ ଆସି ଦେଖନ୍ତୁ ଏବଂ ପ୍ରଭୁଙ୍କୁ ଦର୍ଶନ କରିବାର ଲାଭ ନିଅନ୍ତୁ, ପ୍ରଭୁଙ୍କର ଆଶୀର୍ବାଦ ନିଅନ୍ତୁ। ନିଶ୍ଚିତ ଜୀବନଟା ଆଲୋକିତ ହେବ, ଉନ୍ନତି ହେବ। ଜୟ ଜଗନ୍ନାଥ, ଜୟ ତ୍ରୈଲୋକନାଥ, ଜୟ ଆଲ୍ଲାହନାଥ। ସେ ହିଁ ସର୍ବସର୍ବା, ସେ ହିଁ ଏକ ରୂପ, ତ୍ରିଲୋକନାଥ ତ୍ରୈଲୋକନାଥ। ଏଠି ଗୋଟେ ଅଁଳା ଗଛ ଲଗାଯାଇଛି। ଭାଇନା ପୂଜା କରୁଥିଲେ, ଯାହା ହଉ ପ୍ରଭୁଙ୍କର ଆଶୀର୍ବାଦ ଅଛି। ଏଇ ଦେଖନ୍ତୁ, ଦେଖେଇ ଦେଉଛି। ହେଉଛନ୍ତି ଆମ ଭାଇନା, ହେଉଛନ୍ତି ପ୍ରଭୁ ତ୍ରିଲୋକନାଥ ତ୍ରୈଲୋକନାଥ। ଏଠାରେ ମଧ୍ୟ ଆଗ ଭଳି ଛବି ଅଛି, ଯେଉଁଠିକି ଗରୁଡ଼ ମହାପ୍ରଭୁଙ୍କ ଉପରେ ବସିଛନ୍ତି ସ୍ୱୟଂ ନାରାୟଣ, ଆଉ ଜଙ୍ଘରେ ଅଛନ୍ତି ମା ମହାଲକ୍ଷ୍ମୀ। ଭଲ ଭାବରେ ଦେଖନ୍ତୁ, ଯେଉଁଟାକି ଆଗରେ ଅଙ୍କାଯାଇଛି, ସେଇ ପ୍ରତିମୂର୍ତ୍ତି ସ୍ୱରୂପ ଆଗରେ ଅଙ୍କାଯାଇଛି। ରଖୁଛି। ଜୟ ଜଗନ୍ନାଥ, ଜୟ ତ୍ରୈଲୋକନାଥ, ଜୟ ଆଲ୍ଲାହନାଥ, ଜୟ ବାବା ତ୍ରୈଲୋକନାଥ କି ଜୟ। ଜୟ ବାବା ତ୍ରୈଲୋକନାଥ କି ଜୟ। ଜୟ ବାବା ତ୍ରୈଲୋକନାଥ କି ଜୟ।